ପଛକୁ ଉଣ୍ଡୁଛି ଆଚ୍ଛା କାଳେ ମତେ ରାଜା ସରବର୍ଷଣ କରିବେ କରିବେ କି କଲା ଦରବାର ଢା ବୋଲି ଢେଇ ସର୍ବେ ବିଭୂତି ମୂର୍ଖ ବର୍ଷିବି କର୍ଣ୍ଣବତ୍ମା ଆଜ୍ଞା ତୁଣ୍ଡରେ ଯେ ତୃଣ ଗୁଡିକ ଧରିଥିଲା ଆଜ୍ଞା ତଳକୁ ଖସି ପଡୁଛି ଆଜ୍ଞା ଆଜି ପ୍ରାଣ ଭୟରେ ମୃଗଟି ଗତି ଦୌଡ଼ିବାରେ ଲାଗିଛି କେମିତି ଆଜ୍ଞା ଗତି କରୁଛି ଦେଖିବା ପାଇଁ ଗଲେ ଆଜ୍ଞା ରଙ୍ଗାଯିବ ଗଙ୍ଗାଧର ମେହେର ଆଜ୍ଞା ସମ୍ବଲପୁର ଜିଲ୍ଲାର ଗର୍ବ ଏବଂ ଗୌରବ ସମ୍ବଲପୁର ଜିଲ୍ଲାର ବରପଲ୍ଲୀରେ ଆଜ୍ଞା ଯାହାର ଜନ୍ମ ଦୈତ ତାର କଷାଘାତରେ ପୀଡ଼ିତ ହୋଇ ଦୈତ ତାକୁ ଭୂକ୍ଷେପ ନ କରି ଆଜ୍ଞା ଯେ ଗୀତ ରଚନା କରୁଥିଲେ ସେ ରଙ୍ଗାଯିବ ଗଙ୍ଗାଧର ମେହେର ଆଜ୍ଞା ପଦୁଟିଏ ଲେଖିଲେ ଆଜ୍ଞା ଲେଖିବାକୁ ଗଲେ କଣ ଲେଖିଲେ ଆଜ୍ଞା কলা স্বভাবে সুলভ কলা লম্ফে কৃষ্ণ সার কলা গগনু অধিক যাই কলা থরে থরে মাত্র হউ থরে থরে মাত্র দেই থায়ে বন থরে থরে মাত্র লেখিবা ପାଇଁ গলে আজ্ঞା প্রণয় বলরে রঙ্গাଯିବ গঙ্গাধর মেহের আজ্ঞା আজ মৃগটি এপরি গতি করুছি মন মধ্যে সে বিচার করুছি সত্য যেপরি মু গগনরে বিহার করুছি এরোপ্লেন সি তাহলে মন মনে এরোপ্লেন ভাবুলা কাই হেলিকপ্টার ভাবলানি মানে উপমা দেব ডাকি নে যাও আরে সে ভাবুଛନ୍ତି বুড়া তে দিলে দেশ তে ଯିବ আরে উপরে যাও নিচে কোন কইবা উড়া জাহাজ স্থଳରେ যে তা কোন কইবা তাকু যে স্থଳ ଭାଗ ପାଣି ଜାହାଜ हे प्रभु हाँ तुम आते उपमा देन बस पड़ो ହେଲା तुना क्या ही समरे ଆଚ୍ଛା आज प्राण भर मुर्गटी के गति करछि କରି आज्ञा हला कोन ना किछि बाट जाई आज्ञा जी राजा को क्लांत लागला ଆଚ୍ଛା तृषा मेंटेबा पई मंत्री अनुचर मान को चतुर्दिग को पठाइले जल मिश्रण करबा पई आज्ञा एही समय रे आज मंत्री अनुचर माने चतुर्दिग को जल मिश्रण करबा निमंते चली गले आज्ञा किछि बाट जाई छंती देखिले एक सुभिरा ताकुटे नारी चित्कार रक्षा करो किए केउठी अछ रक्षा करो आज्ञा एही समय रे आज किछि बाटे मंत्री माने जाई छंती गोटे नारी आत्मचित्कार सुबिला रक्षा करो के केंठ अछ मत रक्षा करो आज्ञा केमिति आज डाकुछि गला रक्षा करो नारी बर हौ डाकिला अति आकुडे रक्षा कर बोले जने डाकुछि आज्ञा मंत्री अनुचर माने डेरी न करी जय राजा को निकट रे पहुंचले खबर देले राजा को आज्ञा समस्त वृत्तांत कहिले आज्ञा राजा डेरी न करी संगे संगे चित्कार सुबुथिबा स्थान गले कारण विपन्न को विपद उद्धार करिवार कर्तव्य होछि जने राजा मान को पालन करिवार कर्तव्य होछि जने राजा आज्ञा प्रमाण देले किए से ना परम शास्त्र भागवत रे अति बड़ जगन्नाथ दास कलम करबा पई गले आगे लिखिले कोन कला प्रजा पालन राजा धर्म प्रजा पालन राजा धर्म प्रजा पालन राजा धर्म प्रजा पालन राजा धर्म प्रजा जे
ପ୍ରଜା ମାନଙ୍କୁ ସେ ଭଲ ଭାବରେ ପାଳନ ପାଳନ କରିବ କରିବା। ନିଜର ପୁତ୍ର ଭାବରେ ଆଜ୍ଞା ପାଳନ କରିବ କରିବା। ଆଚ୍ଛା। ପ୍ରଜାବତ୍ସର ରାଜା ଥିଲେ କିଏ ସେ କିଏ ନା ସେ? ହସ୍ତିନାର ସମ୍ରାଟ ଆଜି ଯଯାତି ନରେଶ ଯଯାତି ନରେଶ ଆଜ୍ଞା କେମିତି ପୁତ୍ର ଭାବରେ ପାଳନ କରିବେ କେମିତି? କହିଲା ନୟନ ବନ୍ଧୁ ଲୋମପତା ନୟନ ବନ୍ଧୁ ଲୋମପତା ନୟନ ବନ୍ଧୁ ଲୋମପତା ରାଜା ନୟନ ବନ୍ଧୁ ଲୋମପତା ବାଳକ ବନ୍ଧୁ ପିତା ମାତା ବାଳକ ବନ୍ଧୁ ପିତାମାତା ସ୍ତ୍ରୀଙ୍କ ବନ୍ଧୁ ସ୍ୱାମୀ ନିଜ ପ୍ରଜାଙ୍କ ବନ୍ଧୁ ମହାରାଜ ପ୍ରଜାଙ୍କ ବନ୍ଧୁ ମହାରାଜ ପ୍ରଜାଙ୍କ ବନ୍ଧୁ ମହାରାଜ ନା ଯେପରି ଆଜ୍ଞା ନୟନର ବନ୍ଧୁ ଲୋମପତା କେମିତି ଆଜ୍ଞା ନା ତୁମେ ଟିକେ ମନ ମଧ୍ୟରେ ବିଚାର କର ଲକ୍ଷ୍ୟ କରିଥିବ ତୁମେ ଯେତେବେଳେ ତୁମ ବାହାରୁ କିଛି ଆକ୍ରମଣ ଆଖି ଉପରେ ହୁଏ ତୁମେ ସ୍ୱତଃ ଭାବରେ ଆଖିଟାକୁ ମୁଜି ଦଉ ବୁଝିଦେଲେ ବୁଝି ଆଜି ହେଲାନି ଆଜି ମୁଁ ଭଲ କରିଛି ପାଇଛି ଗୋଟେ ପକୁଟେ ଆସି ଆଖି ପ୍ରବେଶ ହେଲା ଯେ ମୁଁ ଆଉ ତାକୁ କିଛି ଇଏ କରି ଆୟତ କରିପାରିଲିନି ଆୟତ କରିପାରିଲେ ପୁରା ଗାଡ଼ି ରଖିଲି ତାକୁ ଲୁଗା କାଢ଼ିଲି ତାପରେ ଆସିଲି ମୋ ଡେରି ହେଲା ନା 15 ମିନିଟ୍ ଓହୋ ହଁ ହଁ ଡେରି ହେଲା ତମ ପାଇଁ ଡେରି ହେଲା ତ ଜାଣିଛ ତ ତେଣୁ ଆଜ୍ଞା ନୟନର ବନ୍ଧୁ ଲୋମପତା ଯେତେବେଳେ ଆଜ୍ଞା ଆମ ଆଖିକୁ ବାହାରୁ କିଛି ଆକ୍ରମଣ ଆସିଥାଏ ଆମେ ସ୍ୱତଃ ଭାବରେ ଆଖିଟାକୁ ମୁଜି ଦଉ ବୁଝି ହେଇଯାଏ ତେଣୁ ଆମ ଆଖିପତାକୁ ଆଜ୍ଞା ରକ୍ଷା କରିଥାଏ କିଏ ଲୋମପତା ଲୋମପତା କହିଲା ବାଳକର ବନ୍ଧୁ ଆଜ୍ଞା ପିତାମାତା ପିତାମାତା ଗୋଟେ ଛୁଆଟି ଆଜ୍ଞା ଯେତେବେଳେ ଜନ୍ମ ହୋଇଥାଏ କିଛି ବର୍ଷ ପର୍ଯ୍ୟନ୍ତ ତା ପିତାମାତାଙ୍କ ବ୍ୟତୀତ ସେ କାହାକୁ ପାଖକୁ ଯିବନି କାଇଁ ମୋ ବୋଉ ଯେତେବେଳେ ଜନ୍ମ ହେଲା କାଇଁ ମୋ ପାଖକୁ ତ ଭଲ ଭାବରେ ଆସେନି ଆଉ କାହା ପାଖକୁ ଯାଆନ୍ତି ମୋ ତା ମାଉସୀ ପାଖକୁ ଯାଏ ମୋ ଶାଳୀ ପାଖକୁ ଯାଏ ଆଉ ତା ବୋଉ ପାଖକୁ ଯାଏ ତା ବୋଉ ପାଖକୁ ଯାଆନ୍ତି ହଁ ଆଉ ପୁରୁଷ ବ୍ୟକ୍ତି କାହା ପାଖକୁ ନା ଯାଆନ୍ତି ମୋ ପାଖକୁ ଆସେନି ମୋ ବାପା ପାଖକୁ ଆସେନି ମୋ ଭାଇ ପାଖକୁ ଆସେନି ଆସି ବାପା ବୋଲି କାହାକୁ ଡାକେ ସେ ବାପା ବୋଲି ଡାକେ ତା ମଉସାକୁ ଆହା ତା ମଉସା ହଁ ମଉସାଟି ଭଲ ସ୍ନେହ ତାକୁ କରେ ଓହୋ ତମେ ସ୍ନେହ ଆଦର ଦେଇନ ସେଥିପାଇଁ ପିଲାଟା ତମ ପାଖକୁ କେମିତି ମୁଁ ଏତେ ଆସିଛି ସ୍ନେହ ଦେଇନି ହାଁ ମୁଁ ଏତେ ସ୍ନେହ ଦେଇନି ହଉ ତେଣୁ ଆଜ୍ଞା ଯେପରି ନୟନର ବନ୍ଧୁ ଲୋମପତା ହଁ। ବାଳକର ବନ୍ଧୁ ଆଜ୍ଞା ପିତାମାତା ପିତାମାତା। କହିଲା ସ୍ତ୍ରୀଙ୍କର ବନ୍ଧୁ ଆଜ୍ଞା ସ୍ୱାମୀ ସ୍ୱାମୀ। ଆଜ୍ଞା ପ୍ରମାଣ ଦେଲେ କିଏ ସେ କିଏ ସେ? ପୁନର୍ବାର ରଙ୍ଗାଯିବ ଗଙ୍ଗାଧର ମେହର ଆଜ୍ଞା ପ୍ରମାଣ ଦେଲେ ଗୋଟିଏ ପଦ ଆଜି କଣ ପୁଣି ଶଙ୍କୁନ୍ତଳାକୁ କଣ କହୁଛନ୍ତି କହିଲେ? ଅଭିଜ୍ଞାନ ଶଙ୍କୁନ୍ତଳାର ଆଜ୍ଞା ପଦଟି ଆପଣ ମାନଙ୍କ ନିକଟରେ ମୁଁ ଗାଇବା ପାଇଁ ଯିବି ହେଲା। ଗୋଟେ ସ୍ତ୍ରୀର ଆଜ୍ଞା ବନ୍ଧୁ ହଉଛି ତା ସ୍ୱାମୀ ସ୍ୱାମୀ। ବା ସର୍ବସ୍ୱ ହଉଛି ତା ସ୍ୱାମୀ ଆଚ୍ଛା। ଆଜ୍ଞା କହିଲେ କଣ କହିଲେ? ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ଏବେ ସ୍ୱାମୀ ସେବା ନାରୀ ଆରେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଆରେ ସ୍ୱାମୀ ପାଦେ ଭକ୍ତି ଅର୍ଚ୍ଚନାରେ ମାଝି ଅର୍ପିତ କରିବୁ ଆରେ ସ୍ୱାମୀଙ୍କ ଭଜନ ପରେ ତୁ ଯିବୁ ଶୋଇବୁ ଶୟନ ପରେ ଆରେ ସ୍ୱାମୀଙ୍କ ଭଜନ ପରେ ତୁ ଯିବୁ ଶୋଇବୁ ଶୟନ ପରେ ଆରେ ସ୍ୱାମୀଙ୍କର ନିଦ୍ରା ତେଜିବା ଆଗରୁ ଉଠୁଥିବୁ ପ୍ରତି ସ୍ୱରରେ ତେଣୁ ଆଜ୍ଞା ଗୋଟେ ସ୍ତ୍ରୀର ସର୍ବସ୍ୱ ହଉଛି ତା ସ୍ୱାମୀ ଇହକାଳ ପରକାଳ ଆଜ୍ଞା ଦେବତା ତେଣୁ ଆଜ୍ଞା ସେହିପରି ପ୍ରଜାମାନଙ୍କର ବନ୍ଧୁ ଥିଲେ ମହାରାଜ ମହାରାଜ। ତେଣୁ ଆଜ୍ଞା ବିପନ୍ନକୁ ବିପଦରୁ ଉଦ୍ଧାର କରିବାର କର୍ତ୍ତବ୍ୟ ହଉଛି ବାବା। ଜଣେ ରାଜାଙ୍କର ଜଣେ ରାଜାଙ୍କର। ତେଣୁ ଆଜ୍ଞା ହେଲା କଣ ଡେରି ନ କରି। ରାଜା ଆଉ ଡେରି ନ କରି କରି। ଚିତ୍କାର ଶୁଭୁଥିବା ସ୍ଥାନକୁ ଆଜ୍ଞା ଗଲେ ପହଞ୍ଚିଗଲେ ଦେଖିଲେ ତ ଗୋଟେ ଶୁଷ୍କ କୂପ ମଧ୍ୟରେ ଗୋଟେ ନାରୀଟିର ଆତ୍ମଚିତ୍କାର ଶୁଭୁଛି ଶୁଭା ଯାଉଛି ଆଜ୍ଞା ରାଜା ଆଉ ଡେରି ନ କରି ମୁଣ୍ଡରେ ବାନ୍ଧିଥିବା ଉତ୍ତରଟିକୁ ଆଚ୍ଛା। କୂପ ମଧ୍ୟକୁ ନିକ୍ଷେପ କ୍ଷେପ କଲେ କଲେ ଆଜ୍ଞା ଯେପରି ସ୍ତ୍ରୀ ଲୋକମାନେ କୂପରୁ ପାଣି ଅଟାରନ୍ତି ସେହିପରି ରାଜା ଝିଅଟିକୁ ଉପରକୁ ଟାଣି ଆଣିଲେ ଜାଣି ଆଣିଲେ ଦେଖିଲେ ତ ଝିଅଟି ଦେଖିବା ପାଇଁ ଅପୂର୍ବ ସୁନ୍ଦରୀ ସୁନ୍ଦର ହଁ କେତେ ବହୁତ ସୁନ୍ଦର କେତେ ଅପୂର୍ବ ସୁନ୍ଦରୀ କେତେ ପରସେଣ୍ଟ ଅଛି କହୁନା ପରସେଣ୍ଟେଜ ହଁ। ତମେ ଏଠି ଇଂଲିଶ ୟୁଜ କଲେ ଆଉ ସେ କରିବେନି ଆରେ ମୁଁ ପଢିଛି ମୁଁ ଇଂଲିଶ ଯେତେବେଳେ ଖରାପ ହେଲା କଣ ତାଙ୍କ ବୟସ କମି କମି ଯାଉଛି ଆଉ ସେ କରିବେନି ତମେ କଣ ପଢୁଛ କି ମୁଁ ପଢିଛି ମାଟ୍ରିକ ଅଣ୍ଡର ମାଟ୍ରିକ ଅଣ୍ଡର ମ୍ୟାଟ୍ରିକ 10 ମାସ ଗଲି ଫେଲ ହେଲି ଆଉ ଲେଖା ଲାଗିଲାନି ଆଉ ସିଆଡେ ଗଲି ଭଲ ଲାଗିଲା ନା। ପାଠ ପଢାଟା ଭଲ ଲାଗିଲା କୀର୍ତ୍ତନ ଲାଇନରେ ଆସିଲା ହଁ ହଉ ଭଲ କଲ
ଭଲ ପରଫେକ୍ଟ ୟୁଜ କରୁଛନ୍ତି ହେଲା ତ ନା ଏହି ସମୟରେ ଆଚ୍ଛା। ଆଜି ଦେଖୁଛନ୍ତି ରାଜା ବାବା, ଝିଅଟି ହେଲା। ଦେଖିଲେ ତ ଝିଅଟି ଦେଖିବା ପାଇଁ ଅପୂର୍ବ ସୁନ୍ଦରୀ ସୁନ୍ଦରୀ। ଆଜ୍ଞା କେମିତି ଦେଖିବା ପାଇଁ କେମିତି? ଦେଖିବା ପାଇଁ ଗଲେ ଆଜ୍ଞା ଆମ ନିକଟତମ ଗ୍ରାମ ବୋରିକର କବି ସୌରୀ ବେହେରା ଆଜ୍ଞା ପଦୁଟି ତମ ଗାଁ ଗୋଟେ କବିମାନେ ସବୁ ଖଣି ପଡିଛନ୍ତି ଆଉ ସାନପଦର କବି ବୋରିକର କବି ସାନପଦରେ ପାଞ୍ଚ ବାରବାଟୀର କବି ଆମ ଗାଁରେ କବି ସବୁଠି ସବୁଠାରୁ କବି ଖଣି ପଡିଛନ୍ତି ଆଉ ତେଣୁ ଆଜ୍ଞା ପଦୁଟି ଲେଖିବା ପାଇଁ ଗଲେ ସୌରୀ ବେହେରା ଆଚ୍ଛା। ଆଜି ଝିଅଟିକୁ ଦେଖି ହସ୍ତିନାର ସମ୍ରାଟ ଯଯାତି ନରସ ମନ ମଧ୍ୟରେ ବିଚାର ବିଚାର କଲେ। ଯେ ଝିଅଟି ଦେଖିବା ପାଇଁ କେତେ ସୁନ୍ଦରୀ କେତେ ସୁନ୍ଦର। ଆଜ୍ଞା କହୁଛନ୍ତି କଣ କଣ କହିଲେ? କଲା ଧନ୍ୟ ଏ ସୁନ୍ଦରୀ ମଣି କଲା ଗଢିଛି କେଉଁ ବିନ୍ଧାଣି ଆରେ ଧନ୍ୟ ଏ ସୁନ୍ଦରୀ ମଣି ଗଢିଛି କେଉଁ ବିନ୍ଧାଣି ଆରେ ଧନ୍ୟ ଏ ସୁନ୍ଦରୀ ମଣି ଗଢିଛି କେଉଁ ବିନ୍ଧାଣି ଆରେ ଧନ୍ୟ ଏ ସୁନ୍ଦରୀ ମଣି ଗଢିଛି କେଉଁ ବିନ୍ଧାଣି ଆରେ ନୟନ ଦେଖିବି କଳେ ଆରେ ନୟନ ଦେଖିବି କହଳେ ଆରେ ନୟନ ଦେଖିବି କଳେ ଆରେ ନୟନ ଦେଖିବି କହଳେ ଆରେ ତଳେ ରହିଲା ନଳିନୀ ଧନ୍ୟ ଏ ସୁନ୍ଦରୀ ମଣି ଆରେ ଗଢିଛି କେଉଁ ବିନ୍ଧାଣି ଧନ୍ୟ ଏ ସୁନ୍ଦରୀ ମଣି କଲା ବଦନକୁ ଦେଖି ଶଶୀ ବାରି ଡରେ ଯିବ ପଶି ବାବା ବଦନକୁ ଦେଖି ଶଶୀ ବାରି ଡରେ ଯିବ ପଶି ଆରେ ବଦନକୁ ଦେଖି ଶଶୀ ବାରି ଡରେ ଯିବ ପଶି ଆରେ ବଦନକୁ ଦେଖି ଶଶୀ ବାରି ଡରେ ଯିବ ପଶି ଆରେ ସାରା ସଂସାରରେ ସାର ଆରେ ସାରା ସାରା ସଂସାରରେ ସାର ଆରେ ସାରା ସଂସାରରେ ସାର ଆରେ ସାରା ସଂସାରରେ ସାର ଆରେ ଓଠେ ଏହି ରାଧାମଣି ଧନ୍ୟ ଏ ସୁନ୍ଦରୀ ମଣି ଆରେ ଗଢିଛି କେଉଁ ବିନ୍ଧାଣି ଧନ୍ୟ ଏ ସୁନ୍ଦରୀ ମଣି ଆଜ୍ଞା କବି ସୌର ବେହେରା ଲେଖିଲେ ଯେ ଧନ୍ୟ ଏ ସୁନ୍ଦରୀ ମଣି ଗଢିଛି କେଉଁ ବିନ୍ଧାଣି କଲା ବଦନକୁ ଦେଖି ଶଶୀ ବାରିଦରେ ଯିବ ପଶି